ରେନୋ ବ୍ରାଣ୍ଡର ଡଷ୍ଟର ପରେ ତାର ବହୁତ ଡିମାଣ୍ଡିଂ ଗାଡି ଥିଲା ରେନଲ୍ଟ କ୍ୱିଡ୍। କାହିଁକି ନା କମ ବଜେଟରେ ବହୁତ ସାରା ଫିଚର୍ସ ଥିଲା। ତ ସେମିତି କଷ୍ଟମର ଜଣେ ଫୋନ କରିଥିଲେ ତାଙ୍କ ରେନଲ୍ଟ କ୍ୱିଡ୍ ଗାଡି ଦେବେ ବୋଲି। ତ ଆମେ ପ୍ରଥମେ ଆସି ପହଞ୍ଚିକି ଗାଡିର ଇଞ୍ଜିନ କଣ୍ଡିସନ ଦେଖିଥିଲୁ, ଠିକ ଠାକ ଥିଲା। ଆଉ ଗାଡିର ଫ୍ରଣ୍ଟ ଆକ୍ସିଡେଣ୍ଟାଲ କଣ୍ଡିସନ ଦେଖିଥିଲୁ, କିଛି ବି ଆକ୍ସିଡେଣ୍ଟାଲ ନଥିଲା ଆଜ୍ଞା। ତାପରେ ଆମେ ଇଲେକ୍ଟ୍ରୋନିକ୍ସ ପାର୍ଟ ସବୁ ଚେକ୍ କରିଥିଲୁ, ଏସି ଚେକ୍ କରିଥିଲୁ। ଦେନ୍ ଆମେ ବାହାରି ଯାଇଥିଲୁ ଟ୍ରାଏଲରେ। ଟ୍ରାଏଲ ନେଲା ପରେ ଆମକୁ ବହୁତ ବଢିଆ ଲାଗିଥିଲା, କ୍ଲଚ ସସ୍ପେନସନ ସବୁ ଜିନିଷ। କାହିଁକିନା ଗାଡିଟି ବହୁତ କମ ରନିଂ ଥିଲା। ଆଉ ଏଇ ଯୋଉ ଟୟଟା ବୁଲୁଛି, ଟୟଟା ବି ୟା ଦେହରେ ଫ୍ରି ଥାଏ ଆଜ୍ଞା। ଆଉ କିଲୋମିଟର ବି ଦେଖନ୍ତୁ 37,000 ମାତ୍ର ରନିଂ ହେଇଛି। ଆଉ କ୍ଲଚ ସସ୍ପେନସନ ପୁରା ମଖନ ଭଳିଆ ଗାଡି ଚାଲୁଥିଲା, କିଛି ଅସୁବିଧା ନାହିଁ। ଟାୟାର କଣ୍ଡିସନ ବି ସବୁ ଠିକ ଠାକ ଥିଲା। ଆଉ ତାପରେ ଆମେ ଗାଡି ଫୁଲ ଚେକଅପ୍ କରିଥିଲୁ, ଯୋଉଟା କି ଛୋଟ ମୋଟ ସ୍କ୍ରାଚ ଥିଲା, ଯୋଉଟା କି ରହିବ ଆଜ୍ଞା। କାହିଁକିନା ଆମେ ଗୋଟେ ବାଇକଟେ ଚଲେଇଲେ ଛୋଟ ମୋଟ ସ୍କ୍ରାଚ ଆସୁଛି, ଆଉ ଯେତେବେଳେ ଗୋଟେ କାରଟେ ଚାଲିବ ଆଜ୍ଞା କାହିଁ ବା ନ ଆସିବ। ତ ସେଇଟା କିଛି ଅସୁବିଧା ନାହିଁ, ସେଇଟା ମ୍ୟାନେଜେବଲ କଣ୍ଡିସନରେ ଥିଲା। ଛୋଟ ମୋଟ ସ୍କ୍ରାଚ ଆସିବାଟା ଆସିବ ଆଜ୍ଞା। ବଟ୍ ଷ୍ଟ୍ରକ୍ଚରାଲ ପାର୍ଟ ସବୁ ଓକେ ଥିଲା। କୌଣସି ବି ଓରିଜିନାଲ ପିସ୍ କିଛି ବି ରିପ୍ଲେସ ହେଇନାହିଁ ଆଜ୍ଞା, ସବୁତକ ଓରିଜିନାଲ ପିସ୍ ଅଛି। ଷ୍ଟେପିନ ମଧ୍ୟ ଅନୟୁଜଡ କଣ୍ଡିସନରେ ଥିଲା ଆଜ୍ଞା। ଆଉ ରିମୋଟ ଫିମୋଟ ସବୁ ୱାର୍କେବୁଲ କଣ୍ଡିସନରେ ଥିଲା। ତ ଆମେ ସାରଙ୍କ ସହିତ କଥା ହେଇଥିଲୁ, ରେଟ୍ ଫେଟ୍ ଫାଇନାଲ କରିକି ସାରଙ୍କର ଡକୁମେଣ୍ଟ ସବୁ ୱାର୍କ କରିକି ଗାଡି ଆମେ ନେଇ ଆସିଛୁ। ବର୍ତ୍ତମାନ ଆପଣ ଗାଡି ଦେଖିପାରିବେ ଖଣ୍ଡଗିରିରେ।